ମୁଁ କିନ୍ତୁ ପ୍ରକୃତରେ 32 ବର୍ଷର ଡାଇବେଟିସ୍ ପେସେଣ୍ଟ ଏବଂ ମୁଁ 18 ବର୍ଷ କାଳ ଇନ୍ସୁଲିନ୍ ନେଇଥିଲି। ତେଣୁ ମୋର 15,000 ଟଙ୍କାର ଇନ୍ସୁଲିନ୍ ପ୍ରଥମେ ସାର୍ ବନ୍ଦ କରିଥିଲେ ପ୍ରଥମ ଦିନରୁ। ଖାଇଲା ପରେ ଚର୍ବି ଆଉ କଲିଜା ତାପରେ କିଛି ନାହିଁ ସବୁ ଜାଗା ବର୍ତ୍ତମାନ ଖୋଲାଖୋଲି କଥା ମତେ 45 ବର୍ଷ ଭଳିଆ ଲାଗୁଛି। ନିୟର ଅବାଉଟ୍ ଟୁ 89 କିଲୋଗ୍ରାମ୍ସ ବର୍ତ୍ତମାନ କିନ୍ତୁ ଅଛି। ଶୁଣନ୍ତୁ, ମୁଁ ହଉଛି ସୁନୀଲ କୁମାର କର, ରିଟାୟାର୍ଡ ଗ୍ରାମ ପଞ୍ଚାୟତ ଏକ୍ସଟେନସନ ଅଫିସର। ମୋ ଘର ହଉଛି ଢେଙ୍କାନାଳ ଟାଉନରେ। ମୁଁ 32 ବର୍ଷର ଡାଇବେଟିସ୍ ପେସେଣ୍ଟ ଥିଲି। ବର୍ତ୍ତମାନ ମୁଁ ଆପଣଙ୍କୁ କହିବି ଯେ ମୁଁ 2024 ମସିହା ଆପଣଙ୍କର ନଭେମ୍ବର 28 ତାରିଖରେ ମୁଁ ଛତ୍ରପୁର କ୍ୟାମ୍ପରେ ଜଏନିଂ କରିଥିଲି। ସେଥିରେ 15 ଦିନ ପରେ ଜାଣିକିରି ମୁଁ ପ୍ରଥମ ଦିନଠୁ ଇନ୍ସୁଲିନ୍ ନେଲି ନାହିଁ। ମୁଁ କିନ୍ତୁ ପ୍ରକୃତରେ 32 ବର୍ଷର ଡାଇବେଟିସ୍ ପେସେଣ୍ଟ ଏବଂ ମୁଁ 18 ବର୍ଷ କାଳ ଇନ୍ସୁଲିନ୍ ନେଇଥିଲି। 60 40 55 45 50 50 ଏମିତି ହେଇକି ଆପଣଙ୍କର କିଏ ସବୁ ବିଭିନ୍ନ ପ୍ରକାର ଡାକ୍ତର ଆମ ଓଡିଶାରେ ଏମିତି କେହି ନାହାନ୍ତି ମୁଁ ନ ଜାଣିଥିଲି। ମତେ କିଏ ନ ଜାଣନ୍ତି। ମୁଁ ସାରଙ୍କର ଯେତେବେଳେ ୟୁଟ୍ୟୁବରେ ଦେଖିଲି ଜାଣିଲି, ତାପରେ ମୁଁ ଏପଟେ ଚାକିରି କରୁଥିଲି। ମୁଁ ଜାଣିପାରିଲି ଆମକୁ ବଳ ତା କଥା ଦେଖିଲି ପ୍ରୋଫାଇଲ ଟି କରିକି ତାପରେ ମୁଁ ଛତ୍ରପୁର ଗଲି 6 ଷ୍ଟେଜ କ୍ୟାମ୍ପ ଆଟେଣ୍ଡ କରିଥିଲି। 6 ଷ୍ଟେଜରୁ ମୋର 15,000 ଟଙ୍କାର ଇନ୍ସୁଲିନ୍ ପ୍ରଥମେ ସାର୍ ବନ୍ଦ କରିଥିଲେ ପ୍ରଥମ ଦିନରୁ। ଆଉ ଟାବଲେଟ ଫାଳେ ଫାଳେ ଅଲଗା ଦେଇଥିଲେ। ମୁଁ ଖାଉଥିଲି ପାଖାପାଖି 12ଟି ଟାବଲେଟ ଆଉ ଇନ୍ସୁଲିନ୍ ନିୟର 25,000 ପର ମନ୍ଥ ମୋର ଚାଲିଥିଲା। ତାପରେ ମୁଁ ଯେତେବେଳେ ଏଇ ପ୍ରୋଟୋକଲ ମାନିକି ଚଳିଲି, ଆପଣଙ୍କ ଡିଟକ୍ସ ୱାଟର ଅନ୍ୟାନ୍ୟ ଯୋଉ ପ୍ରୋଟୋକଲ ଆପଣଙ୍କୁ କହିଛନ୍ତି ସେମାନେ ସେଇଥିରେ ଠିକ କଲା। 15 ଦିନ ପରେ ମୁଁ ଦେଖିଲି ମତେ ଆଉ କିଛି ଔଷଧ ଖାଇବାକୁ ପଡିଲାନି। ଇନ୍ସୁଲିନ୍ କଥା ଛାଡି ଦିଅନ୍ତୁ, ତାପରେ ଆସ୍ତେ ଆସ୍ତେ କମିଗଲା ଯେମିତି ଇଏ କରିବା କଥା। ଓଜନ ମୋର ଥିଲା ନିୟର ଅବାଉଟ୍ ଟୁ 89 କିଲୋଗ୍ରାମ୍ସ ବର୍ତ୍ତମାନ କିନ୍ତୁ ଅଛି 65 63 ଏବଂ ମତେ ବର୍ତ୍ତମାନ ଭୋକ ବି ବେଶୀ ଲାଗୁନାହିଁ। ବକ୍ତେ ଖାଇଲେ ଆଉ ଦରକାର ନାହିଁ। ବୟସ ମୋର 71 ରନିଂ 25 ପୁରା ବୁଝିଲେ କି, ଆଉ 71 ରନିଂ। ତେଣୁ ଆପଣ ମାନଙ୍କୁ ଗୋଟିଏ ଜିନିଷ ଆପଣ ସମସ୍ତେ ବିଶ୍ୱାସ ରଖନ୍ତୁ, ତାପରେ ଆପଣ ପ୍ରୋଟୋକଲ ମାନିକି ଚଳନ୍ତୁ, କିଛି ଅସୁବିଧା ହବ ନାହିଁ। ଆପଣ ଯୋଉଟା ଭାବୁଛନ୍ତି ଡରିକି ମୁଁ କଣ ଏମିତି ରହିପାରିବି, ସେ ଅମକ ଯୋଉ କାଳେ ଗ୍ୟାଷ୍ଟ୍ରିକ ହେଇଯିବ, ବ୍ଲଡ ପ୍ରେସର ହେଇଯିବ, ବିଭିନ୍ନ ପ୍ରକାର ଆଜିକାଲି କହୁଛନ୍ତି ଏରା କୌଣସି ପ୍ରକାର ହବ ନାହିଁ। ବର୍ତ୍ତମାନ ମଧ୍ୟ ମୁଁ ଆଣିକି ଆପଣଙ୍କ ସାରଙ୍କ ପାଖରେ ପ୍ରୋଫାଇଲ ଦେଖେଇଥିଲି। ସେ କହିଲେ ମୋ ସାର୍ ସବୁ କିଛି ଇଏ ଅଛି ଏବଂ ଆପଣଙ୍କର କିଡନୀ ଲିଭର ହାର୍ଟ ଏସବୁ କିଛି ପ୍ରୋବ୍ଲେମ ନାହିଁ। ତେଣୁ ଆମେ ତ ଆଉ ଡାକ୍ତର ପାଠ ପଢୁନୁ, ଆମେ କମର୍ସିଆଲ ଷ୍ଟୁଡେଣ୍ଟ। ତେଣୁ ଆପଣ ମାନେ ଗୋଟେ ଜିନିଷ ସକାଳୁ ଏଇଠୁ ଗଲାଠୁ ଯେମିତି ଯାହା କହିଛନ୍ତି ସବୁ ମନେ ରଖିଛନ୍ତି 2 ଦିନ ଭିତରେ, ତାହେଲେ ଆଉ ତାକୁ ବ୍ୟାଖ୍ୟା କରି କହିବି। ସେ ଜୟଗୁରୁ ବାଲା କିନ୍ତୁ ଶୁଣନ୍ତୁ ଖାଉନଥିଲେ କିଛି, ବୁଝିଲେ କି, ମତେ ତ ସାର ଟିକେ ପ୍ରତିକ କରିଦଉଛନ୍ତି। ତେଣୁ ମତେ ମୋର କହିବା ମାଂସ 500 ଦରକାର। ମୋର 500 ଗ୍ରାମ ମୋ ଲାଗି ଘରକୁ ଆସିବ, ମାଉସୀ ତାର ଖାଇବ, ତାର 300 ହେଲେ ମୋର 500 800 ବୁଝିଲେ। ସାର୍ ଏ ଜୟ ଗୁରୁବାଲା ମୁଁ ଥିଲି। ଆଉ ସାର୍ ଶୁକ୍ରବାର ଦିନ ମୁଁ ଖାଇଲିନି ବୋଲି ଏଠୁ ଶନିବାର ଦିନ ସାର୍ ପର୍ଟିକୁଲାର କହିଲେ ମୋ ଆଜି ଖାଇବାକୁ ପଡିବ। 2 ପ୍ଲେଟ ଗୋଟେ ଖାଇଥିଲି। କିନ୍ତୁ ମୋର ପୂର୍ବରୁ ଏଇ ଅଣ୍ଟା ଦରଜ କିଚା ଦରଜ ମାନେ ମତେ ଅନିଜି ଲାଗେ, କିନ୍ତୁ ଖାଇଲା ପରେ ଚର୍ବି ଆଉ କଲିଜା ତାପରେ କିଛି ନାହିଁ ସବୁ ଜାଗା ବର୍ତ୍ତମାନ ଖୋଲାଖୋଲି କଥା ମତେ 45 ବର୍ଷ ଭଳିଆ ଲାଗୁଛି। ଜୟଗୁରୁ। ଆଉ ଶୁଣନ୍ତୁ, ମୁଁ କିନ୍ତୁ ମୋ ଚାକିରି ପିରିୟଡରେ 62 ବର୍ଷ ଚାକିରି କଲି, କିନ୍ତୁ ପ୍ରକୃତରେ ବହୁତ ହଇରାଣ ହେଇଯାଇଛି ଇନ୍ସୁଲିନ୍ ପଡି ପେଟରେ ଏପଟେ ଦେଇକି। ଆପଣ ଯାଇଛନ୍ତି ଆପଣଙ୍କର ଗ୍ରାମ ପଞ୍ଚାୟତ ଇଲେକ୍ସନ, ଆପଣ MLA MP ଠୁ ଆରମ୍ଭ କରିକି ଜିଲ୍ଲା ପରିଷଦ ଭଲ ମନ୍ଦ, ଏଥିରେ ଯୋଉ ପ୍ରକାର ଆଲିମଣି ଠିକ ଯାହା ଇଏ କରନ୍ତୁ ହଇରାଣ ହରକତ ବିସ୍କୁଟ ଖାଇକି ଯାଏ ଇନ୍ସୁଲିନ୍ ପଡି ଆଗରୁ। ଏବେ କିନ୍ତୁ କୌଣସି ପ୍ରକାର ଆପଣ ମୁଁ ଯେମିତି ନାଚିବି ଆପଣ ନାଚିପାରିବେ, କହିବେ ଆପଣ କହିପାରିବେ। So it's the very important thing. ଆପଣ ଆଗରୁ ଶିଖନ୍ତୁ। around 30 years of diabetes ଏବେ ରିଭର୍ସ ପେଟ ବି ବହୁତ ବଡ ଥିଲା। ଏକ୍ସାକ୍ଟଲି ପେଟ ଚାଲି ପାରୁନଥିଲେ ଠିକ ସେ, ରାଇଟ୍। ସୋ ଆମେ ଚାହୁଁଛୁ ଆପଣମାନେ ବି ଯଦି ଏଇ ଏଜ୍ ରେ ହେଇପାରୁଛି 71 years ରେ, ଆପଣ କାହିଁ କହିପାରିବେ? ଇଟ୍ସ ଭେରି ଇଜି, ରାଇଟ୍। ସେ ହିଁ ଆପଣଙ୍କୁ ଜାଣିବାର ଅଛି, ତା ପ୍ରୋସେସ ଭେରି ଭେରି ଇମ୍ପୋର୍ଟାଣ୍ଟ। ଆଉ ଯୋଉମାନେ ମାନେ ବହୁତ ଇନ୍ସୁଲିନ୍ ନେଇ ମେଡିସିନ ନେଇ ଚାଲି ପାରୁନଥିଲେ, ବହୁତ କଷ୍ଟ ହଉଥିଲା ତାଙ୍କୁ, ଏବେ ତ ସେ ଆରାମ ଦଉଛୁ। ସେଇଟା ହିଁ ଆମେ କହୁଛୁ ୱିଦାଉଟ୍ ଇନ୍ସୁଲିନ୍, ନୋ ଇନ୍ସୁଲିନ୍ ଏଟ୍ ଅଲ୍। HbA1c 5.8 कितने सुंदर रिपोर्ट, नो इंसुलिन और टैबलेट, बिल्कुल आम से एक्चुअल रिवर्सल कहता हूँ। आउ जदि ये लोग आप